ଏବେ ଆମେ ଆସିଥିଲୁ ଦିଦିକୁ ନେବାକୁ। ଦିଦି ଏଇଠି ଶୋଇପଡ଼ିଛି। ଆକ୍ଚୁଆଲି ତାର ଦେଖଉନ ଗୋଟା ତା ଗୋଡ଼ ମୋଡ଼ିକି ଏଇଟା ପୁରା ଫୁଲି ଯାଇଛି। ଏଇଟା ହେଉଛି ତା ଗଣ୍ଠି, କିନ୍ତୁ ଏଇଟା ତା ହାଡ଼ଟା ଏଇଟା କ'ଣ ଫୁଲି ଯାଇଛି। ଏଇଟା ଲାଗୁଛି ଯେମିତି ଭାଙ୍ଗିଲା ଭଳିଆ ନା, ଭାଙ୍ଗି ଯାଇଛି ନା। ଆମେ ସମସ୍ତେ ବାପାର ମାମାର ଦୁଇ ଜଣ ଯାକ ଗେସ୍ କରୁଛନ୍ତି ଏଇଟା ଭାଙ୍ଗିଛି ବୋଲି। ଭାଙ୍ଗିନି, ମକଚି ଯାଇଛି, ଫୁଲିଛି ଗୋଡ଼। ମେଡ଼ିକାଲରେ ଏଇଠି ଶୋଇପଡ଼ିଛି। ଆଜି ସକାଳୁ ଆମେ ସବୁ ବସିଥିଲୁ ତ ତାର ଫୋନ୍ ଆସିଲା, ଆମେ ଏମର୍ଜେନ୍ସିରେ ଆସିବାକୁ ପଡ଼ିଲା। ଏବେ ଡାଇରେକ୍ଟ ଆମେ ଏଇଠୁ ମେଡ଼ିକାଲ ଯିବୁ। ଏବେ ତା ହଷ୍ଟେଲରୁ ଜଷ୍ଟ କିଛି ବାଟ ଆଗରେ ଅଛୁ, ଏ ଯେଉଁ କେନାଲ ବନ୍ଧ ଏଇଟା କ'ଣ ଏଇଠି ଅଛୁ। ତ ଏବେ ଆମେ ଡାଇରେକ୍ଟ ଯିବୁ ଏଇଠୁ 6 ନମ୍ବର ଯିବୁ। ଆଉ ମୁଁ ସେଥିପାଇଁ ଆଜି ସକାଳେ ବ୍ଲଗ୍ ଷ୍ଟାର୍ଟ କରିପାରିଲିନି। ଏବେ ମୁଁ ବ୍ଲଗ୍ ଷ୍ଟାର୍ଟ କରୁଛି ଗାଡ଼ିରେ ବସିକି। ଏବେ ବି ଗାଡ଼ିରେ ବସିଛୁ, ଏଇଠୁ ଏବେ ବ୍ଲଗ୍ ଷ୍ଟାର୍ଟ ହେଉଛି। ତ ଚାଲନ୍ତୁ ଯିବା ଆଉ ଦେଖିବା ସିନ୍ କ'ଣ ହେଉଛି। ବହୁତ ଲମ୍ବା ସିନ୍ ହେଇଯାଇଛି। ତମକୁ କ'ଣ ଲାଗୁଛି କ'ଣ ହେଇଥିବ? ଗୋଡ଼ ମକଚି ହେଇଯାଇଛି ଆଉ ତମକୁ ସେ ଫ୍ରାକ୍ଚର ହେଇଥିବ, ଜଣା ପଡ଼ିବ। ଭଗବାନଙ୍କୁ ଡାକୁଛି କିଛି ନ ହଉ। ବହୁତ ଜୋର ହେଇଛି, ମାନେ 3ଟା ନା 4ଟା ଷ୍ଟେଜ୍ ଥିଲେ, ସେ ଜାଣିପାରିଲାନି, ମାନେ ଗୋଡ଼ ତ ସ୍ଲିପ୍ କରିଗଲା ତ ଖସିଗଲା। ମାମା ହସୁଛନ୍ତି। ଗ୍ୟାସ୍ କିଏ ପଡ଼ିକି କ'ଣ କରି ଆଗେ ପଡ଼ିଲା, ଆଗେ 5-10 ମିନିଟ୍ ହସିଲା। ଆଗେ ସେଠୁ ହସିଲା, ସେଠି ମାମାକୁ ଫୋନ୍ କରିକି ତା କାନ୍ଦ ବାହାରିଲା। ତ ସେଠୁ ଆମେ ଆସିଲୁ। ତ ଚାଲନ୍ତୁ ଏବେ ଯିବା, ଦେଖିବା। ଏବେ ବାଟରେ ଅଛୁ, ଆଉ ମେଡ଼ିକାଲରେ ପହଞ୍ଚିକି କ'ଣ ହେଉଛି ଦେଖାଯାଉ। ଏବେ 6 ନମ୍ବରରେ ପହଞ୍ଚିଗଲୁ ଏଇଠି। ଏବେ ଏଇଠି ଦେଖିପାରୁଥିବେ କ୍ୟାପିଟାଲ ହସ୍ପିଟାଲ, ଏଇଠି ଏବେ ପହଞ୍ଚିଗଲୁ। ନେଉଛୁ ତାକୁ टिकेट काउंटर ये अच्छु। ए टिकेट तैयारी होचे, ये बहुत भीड़ अच्छी। ये दीदी बसी ये टिकेट मामा जाइए टिकेट काटिया को, से आसतु तापर जा। दीदी व्हील चेयर बोलचे कहीं सी पूरा तार एक्सरसाइज हो जाए। एमरजेंसी अच्छु, ए व्हील चेयर बची, से चली भी पारनी, एत बिंधा हो। तो गाइस एसरे रूम आगे रेडी ठिया एक्सरे। ये दीदी ये अच्छी व्हील चेयर, से जमा चलवार अवस्था नहीं, जमा चली भी पारनी। ये आईजु एक्सरे करिया तार गाइस एक्सरे होगा। एक्सरे रूम रे एक्चुअली वीडियो बनाए कथा नुह, तो मुझे वीडियो बनईनी। तार पादटा गाइस देखिए पूरा केते जोरे फुली, तार एक्सरे होगा। एबे आम अच्छु, ये रूम रो रिपोर्ट आसो। तो गाइस ये खाली मेडिसिन लाइनटा खाली देखले केड़ा बड़। ये ठिया मेडिसिन नबू बोली, खाली लाइनटा देखो कौ केते लोक ये ठिया आप इमेजिन कर से भितर आहरी लोक आसिक लाइन बनाऊँ। टाइम मात्र 2:30-3टा केते लोक देखिले। यही बोनटा गाइस तार आउट हो जाइए। हॉस्पिटल आसलु 5टा बजे आसुला, समस्त रेस्ट नहीं किसी पारानी। चॉकलेट आनी ताको ये बहुत भल लगे। देखिए आगे 10 टंकिया दबा, तापर बड़ दबा। तार गोड़ भी फ्रैक्चर हो गोड़ एक्चुअली गैस फ्रैक्चर गाइस ये देखी पड़ते से पड़ू 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 से कौन सुसुचीब मामा रुह टिके, से कौन सुसुचीब। गाइस हमें कितने कष्ट रे गाइस। मामा देखो तुम्हारा सब तकलीफ दूर हो गई। गाइस ता गोड़ो एडी देखि परथले, एटा बोन आउट माने टाइप तो प्लास्टर हे जेटा। ऐसे तुम सकाळ मेडिसिन दुकान बुलाई की मते कॉल करबो, मुझे विदा बटकेटा कहबी ना कि से सकाळ मागी थी। आसुनु मु पळे जो जोर झाड़ा लागला तो सकाळ मागी।
तू मेडिसिन दुकान जाके मत दे कॉल कर ସେମାନେ ସୁସୁ କେମିତି ଯିବ ଇଏ ତ ଓଦା ହେଇଯିବ ନା नो इट्स ତୁ ଯା ଭାଇ ଯା ଭାଇ ସୁସୁଟାକୁ ବି ବ୍ଲଗ ବନେଇବୁ କି ଅଭଦ୍ର କେମିତି ଯିବୁ ଆଗ କୁହ କେମିତି ତାକୁ ବଡ଼ ବଡ଼ ବାଥରୁମ୍ ନେଇ ସେଇଠିକି ନିଅନି ବାଥରୁମ୍ ଯିବି ମୁଁ ଲାଟ୍ରିନ୍ ବସିବି ଆରେ ଏପଟକୁ ପଳା ଦିଟାକୁ ଗୋଡ଼ ତ ତଳେ ଲାଗିବ ନା ଓହୋ ସେ ବା ସ୍କ୍ରିନ୍ ଇଏ ପକେଇ ଆରେ ତ ବହୁତ କଷ୍ଟ ସିରିୟସଲି ମାନେ ଏଇଟା ଗୋଟେ ଯେତେବେଳେ ତାର ଭିଡ଼ା ହେଲା ମାନେ ଯେତେବେଳେ ତାର ଜଷ୍ଟ ପ୍ଲାଷ୍ଟର ହେଉଥିଲା ମୁଁ ସେତେବେଳେ ଥିଲି ମୁଁ ତା ପାଦକୁ ଏମିତି ଧରିଥିଲି ମୋ ହାତ ସାରା ପୁରା ଚୂର୍ଣ୍ଣ ହେଇଯାଇଥିଲା ତାକୁ ବହୁତ ଜୋରେ ଏମିତି ଭିଡ଼ା ହେଇକି ତା ହାଡ଼ଟା ବୋନ୍ଟା ଆଉଟ୍ ହେଇଯାଇଥିଲା ମାନେ ଏଇ ଯେଉଁ ବୋନ୍ଟା ଏଇଟା ଆଉଟ୍ ହେଇଯାଇଥିଲା ତ ସେଥିପାଇଁ ତାକୁ ଭିଡ଼ା ହେଇକି ପ୍ଲାଷ୍ଟର ପକା ହେଲା ଯାହା ହବାର ଥିଲା ହେଇଗଲା ଆଉ ଏଇଟା 5 ଦିନରେ କହିଛନ୍ତି ଆସିକି ଡକ୍ଟର ଦେଖେଇକି ଚେଞ୍ଜ କରିବାକୁ ଦେଖାଯାଉ ଚାଲୁ ଯିବା ଦେଖିବା କ'ଣ ହେଉଛି 5 ଦିନ ପରେ କ'ଣ ହେଉଛି କି ନାହିଁ ଆଉ ଆଜି ଦୋଳ ଆସିଥିଲେ ଆମେ ଦୋଳକୁ ମୁଁ ଯାଇପାରିଲିନି ଖାଲି ମାମା ଯାହା ଯାଇଥିଲେ ଦୋଳକୁ ଆଉ କେହି ବି ଆମେ ଦୋଳକୁ ଯାଇପାରିଲିନି ଦୋଳକୁ ଯାଇ ହେଲାନି କବାଟଟା ଦେଇଦେବା ଖାଲି ମାମା ଯାହା ଯାଇଥିଲେ ଦୋଳକୁ ଆଉ ବହୁତ ଜୋର ଗରମ ଲାଗୁଛି ଆଜି ମୁଁ ଜାଣିପାରୁନି ବହୁତ ଜୋରେ ଗରମ ଲାଗୁଛି ସେ ତ ଜାଣିନଥିଲା ମୁଁ ତା ପାଇଁ ଆଣିଛି ବୋଲି ସେ ଯଦି ଦେଖିଦେଲା ତ କିଛି ସମୟ ପାଇଁ ଖୁସି ହେଇଗଲା ଫେଞ୍ଜାରେ ଦୁଃଖ ମାନେ ଏଇଟା ବାଥରୁମ୍ ଯିବା ସୁସୁ ଯିବା ହୁଙ୍କେ ଏସବୁ ବହୁତ କଷ୍ଟ ହେବ ମେନ୍ ହେଉଛି ପାଦଟା ପୁରା ବଡ଼ିର ୱେଟ୍ଟା ସିଏ ହିଁ ସମ୍ଭାଳୁଛି ତ ସେଇଟା ଯାହା ଥିଲା ଠାକୁରଙ୍କ ଯାହା ବି ହୁଏ ପ୍ରାଣୀର ମଙ୍ଗଳ ପାଇଁ ବହୁତ ଛୋଟରେ ହେଇଗଲା ଏଇଟା ଆଇଗେସ୍ ଯଦି ବଡ଼ କ'ଣ ହେଇଥାନ୍ତା ବହୁତ ଖରାପ ହେଇଥାନ୍ତା କହିବା କଥା ନୁହଁ ଆଉ 24ରୁ 3 ମାସ ଏମିତି ବି ଖରାପ ଥିଲା ମୁଁ ଏସବୁ କହିଛି ତ ହେଇ ବି ଗଲା ତ ଛାଡ଼ନ୍ତୁ ଗେସ୍ କିଛି ନାହିଁ ଠାକୁରଙ୍କ ଥିଲା ଯାହା ହେଇଯାଇଛି ଆଉ ତ ତାର କିଛି ନାହିଁ ତ ଏବେ ନେକ୍ସଟ ଯାହା ହେବ ସେଇଟା ଚାଲ ସେ ଏମିତି ବି ଶୁକ୍ରବାର ଦିନ ଆସିଥାନ୍ତା କ୍ଲାସ୍ ସାରିକି ଶୁକ୍ରବାର ଦିନ ଆମ ପାଖକୁ ଆସିଥାନ୍ତା ତ ବାଇ ଗେସ୍ ଦେଖିପାରୁଥିବେ ଏବେ ଦିଦି ଏଠି ଶୋଇଛି ଆଉ ବିନ୍ଧାବିନ୍ଧି ହେଉଛି ତ ଚାଲନ୍ତୁ ଆଜିର ଭିଡ଼ିଓକୁ ଏଠି ଏଣ୍ଡ କରିଦେବା ଯଦି ଆପଣଙ୍କ ଭିଡ଼ିଓଟା ଭଲ ଲାଗିଥାଏ ଲାଇକ୍ ସେୟାର କମେଣ୍ଟ ସବସ୍କ୍ରାଇବ୍ ଜରୁର କରିବେ ଆଉ ମୋ ଦିଦି ପାଇଁ ପ୍ରେ କରନ୍ତୁ ବହୁତ ଜଲ୍ଦି ଭଲ ହେଇଯାଉ ଚାଲନ୍ତୁ ଗାଇସ୍ ବାଏ ଗାଇସ୍ ନମସ୍କାର ଜୟ ଜଗନ୍ନାଥ ଆଉ ଗୋଟେ ବ୍ଲଗ୍କୁ ଅପେକ୍ଷା କରନ୍ତୁ ବାଏ।